ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ୱାକଫ ସଂଶୋଧନ ଆଇନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ। ବିଶ୍ୱ ବାଣିଜ୍ୟ କାରବାର ଚଳିତ ବର୍ଷ ହ୍ରାସ ପାଇବା ନେଇ ବିଶ୍ୱ ବାଣିଜ୍ୟ ସଂଗଠନର ପୂର୍ବାନୁମାନ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍ଜେଡି ଓ କଂଗ୍ରେସ ମହାମେଣ୍ଟର ଆଜି ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଚଳିତ ମାସ 21 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସୁପର ଓଭର ଜରିଆରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ୱାକଫ ସଂଶୋଧନ ଆଇନ 2025 ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପଚାରିଥିବା 3ଟି ପ୍ରଶ୍ନର ଉତ୍ତର ଦେବା ପାଇଁ କେନ୍ଦ୍ର ସରକାର ଅଧିକ ସମୟ ଆବଶ୍ୟକ କରିଛନ୍ତି। ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ସଂଶୋଧନ ଆଇନ ଉପରେ ଦେବାକୁ ଥିବା ଅନ୍ତରୀଣ ଆଦେଶକୁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ପି.ଭି. ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ୱାକଫ ସଂଶୋଧନ ଆଇନ 2025 ବିରୁଦ୍ଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି। ଗତକାଲି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ହେବା ପରେ ଆଜି ଅପରାହ୍ନ 2ଟାରେ 3 ଜଣିଆ ଖଣ୍ଡପୀଠରେ ଏହି ମାମଲାର ପୁଣି ଶୁଣାଣି ଆରମ୍ଭ ହେବ। ବିଶ୍ୱ ବାଣିଜ୍ୟ ସଂଗଠନ 2025 ଓ 2026 ବର୍ଷ ପାଇଁ ବାଣିଜ୍ୟ ପୂର୍ବାନୁମାନ ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ଯୋଗୁଁ ଚଳିତ ବର୍ଷ ବିଶ୍ୱ ବାଣିଜ୍ୟ କାରବାର ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ସଂଗଠନର ମହାନିର୍ଦ୍ଦେଶକ ନୋଜି ଓକୋଞ୍ଜ-ଇୱୋଲା କହିଛନ୍ତି, ଚୀନ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସେ କହିଛନ୍ତି, ଦୁଇ ଅର୍ଥନୀତି ମଧ୍ୟରେ ବାଣିଜ୍ୟ କାରବାର 81% ହ୍ରାସ ପାଇବାର ସମ୍ଭାବନା ରହିଛି। ଆମେରିକା ଚୀନ ବାଣିଜ୍ୟରେ ଏଭଳି ପରିସ୍ଥିତି ବିଶ୍ୱ ବାଣିଜ୍ୟ କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ବିଶ୍ୱ ସାମଗ୍ରୀ ବାଣିଜ୍ୟ ପରିମାଣ 0.2% ହ୍ରାସ ପାଇବା ନେଇ ବିଶ୍ୱ ବାଣିଜ୍ୟ ସଂଗଠନ ପୂର୍ବାନୁମାନ କରିଛି। ତେବେ ବିଶ୍ୱର ଅନେକ ଦେଶଗୁଡ଼ିକରେ ଶୁଳ୍କ ଲାଗୁ ଯୋଗୁଁ ବାଣିଜ୍ୟ କାରବାର 1.5% ହ୍ରାସ ପାଇବାର ସମ୍ଭାବନା ରହିଛି। ସେ କହିଛନ୍ତି, ବିଶ୍ୱର ରପ୍ତାନି ଭିତ୍ତିକ ଦେଶଗୁଡ଼ିକ କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, 2047 ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତୀୟ ନେତୃତ୍ୱଙ୍କ ଦୃଢ଼ ପ୍ରତିବଦ୍ଧତା ଶିଳ୍ପ ଓ ବାଣିଜ୍ୟ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ସାକାର କରିବା ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର 120ତମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବିର୍ଲା କହିଛନ୍ତି, କେନ୍ଦ୍ର ସରକାରଙ୍କ ବିକାଶ ଭିତ୍ତିକ ନୀତି ଶିଳ୍ପଗୁଡ଼ିକୁ ନୂତନ ଶକ୍ତି ପ୍ରଦାନ କରିଛି। ସେ କହିଛନ୍ତି, ବର୍ତ୍ତମାନର ଯୁଗ ହେଉଛି ଅର୍ଥନୈତିକ ସଶକ୍ତିକରଣ ଏବଂ ନୂତନତାର ଯୁଗ। ବିକଶିତ ଭାରତ 2047କୁ ଦୃଷ୍ଟିରେ ରଖି ଦେଶର ବାଣିଜ୍ୟ ନୀତିକୁ ଆହୁରି ସୁଦୃଢ଼ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଗତିଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ଉଦ୍ୟୋଗରେ ହେଉଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ପାଟନାସ୍ଥିତ ଆର୍ଜେଡି କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ସମସ୍ତ 6ଟି ସହଯୋଗୀ ଦଳ ଯୋଗଦେବେ ବୋଲି ଜଣାପଡ଼ିଛି। ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, କଂଗ୍ରେସ ରାଜ୍ୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ, ବିହାର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜେଶ କୁମାର ଏବଂ ବାମପନ୍ଥୀ ଦଳର ବରିଷ୍ଠ ନେତା ଓ ବିକାଶଶୀଳ ଇନ୍ସାନ ପାର୍ଟିର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ରହିବେ। ମହାମେଣ୍ଟର ନେତାମାନେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ମଧ୍ୟ ବିଚାର ବିମର୍ଶ କରିବାର ସମ୍ଭାବନା ରହିଛି। ଇତିମଧ୍ୟରେ ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜିର ବୈଠକରେ ବିଧାନସଭା ନିର୍ବାଚନକୁ ନେଇ ମହାମେଣ୍ଟର ରଣନୀତି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହା ମହାମେଣ୍ଟର ପ୍ରଥମ ବୈଠକ। ଏଥିରେ ପଶୁପତି କୁମାର ପାରସଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକଶକ୍ତି ପାର୍ଟି ମେଣ୍ଟରେ ଯୋଗଦେବା ନେଇ ଆଲୋଚନା ହେବ।
ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନକୁ ନେଇ ଏନ୍ଡିଏ ମେଣ୍ଟ ଦଳଗୁଡ଼ିକ ସହ ବୈଠକ କରିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଚଳିତ ମାସ 21 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ଭାନ୍ସଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଏହି ଗସ୍ତ ସମୟରେ ସେ ଏପ୍ରିଲ 21 ତାରିଖ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଉପରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଦଳ ଜୟପୁର ଏବଂ ଆଗ୍ରା ଗସ୍ତ କରିବା ସହ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଏବଂ ଭାରତ ଆମେରିକା ବାଣିଜ୍ୟିକ କାରବାରର ସମୀକ୍ଷା କରାଯିବ। ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସଂଗଠିତ ହିଂସାକାଣ୍ଡ ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ୱାରା ତଦନ୍ତ କରିବା ଲାଗି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି। ୱାକଫ୍ ସଂଶୋଧନ ଆଇନକୁ ବିରୋଧ କରି ଘଟିଥିବା ହିଂସାକାଣ୍ଡରେ ପୀଡ଼ିତମାନଙ୍କୁ କ୍ଷତିପୂରଣ ଦେବାକୁ ବିଜେପି ମଧ୍ୟ ଦାବି କରିଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଏବଂ ଦୋକାନ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଦେବା ସହ ସେଗୁଡ଼ିକର ମରାମତି କରିବା ଆବଶ୍ୟକ। ସେ ମମତା ବାନାର୍ଜୀ ନେତୃତ୍ୱାଧୀନ ସରକାର ହିଂସାକାଣ୍ଡ ପୀଡ଼ିତ ପରିବାରଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ପ୍ରତ୍ୟେକ ପରିବାରରୁ ଜଣକୁ ସରକାରୀ ଚାକିରି ଯୋଗାଇ ଦେବାକୁ ଦାବି କରିଛନ୍ତି। ଶ୍ରୀ ମଜୁମଦାର ହିଂସା ପୀଡ଼ିତଙ୍କ ସହ ଗତକାଲି କୋଲକାତା ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ସାକ୍ଷାତ କରିଥିଲେ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ମୈତ୍ରୀ ଭଳି ବନ୍ଦର, ପଣ୍ୟ କାରବାର ଏବଂ ଡିଜିଟାଲ ପ୍ଲାଟଫର୍ମର ବିକାଶ ସହ ଭାରତର ସାମୁଦ୍ରିକ କ୍ଷେତ୍ରରେ ଆଗକୁ ବଢ଼ୁଛି ବୋଲି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ସମ୍ମିଳନୀ 2025କୁ ସମ୍ବୋଧିତ କରି ଶ୍ରୀ ସୋନୋୱାଲ କହିଛନ୍ତି, IMEC ବିଶ୍ୱ ସଂଯୋଗୀକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସେ କହିଛନ୍ତି, ଭାରତ ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ ମାର୍ଗକୁ ସ୍ଥାୟୀ ଏବଂ ସୁରକ୍ଷିତ ରଖିବା କ୍ଷେତ୍ରରେ ମଧ୍ୟ IMEC ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାସାଗର ଭିଜନ ଅଧୀନରେ ସରକାର ଭିତ୍ତିଭୂମି, ଶକ୍ତି ଏବଂ ତଥ୍ୟକୁ ସମନ୍ୱିତ କରି ଭାରତକୁ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ଉପସ୍ଥାପନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି, ସ୍ଥିରତା ଏବଂ ସହଯୋଗକୁ ଏହା ପ୍ରୋତ୍ସାହିତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଅଧୀନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖଣି ମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଉନ୍ନତ ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟ ରହିଛି। ଉନ୍ନତ ଜ୍ଞାନକୌଶଳ ଏବଂ ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରଗୁଡ଼ିକରେ ଉନ୍ନତ ବ୍ୟବସ୍ଥା ଆପଣାଇବା ଏହି ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ହେବ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପ୍ରଯୁକ୍ତିବିଦ୍ୟାର ବିକାଶ, ପ୍ରଦର୍ଶନ ଓ ପ୍ରୟୋଗ ନିମନ୍ତେ ଗବେଷଣା ଓ ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ। ଉତ୍କର୍ଷ କେନ୍ଦ୍ରଗୁଡ଼ିକ ଏକାଧିକ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ଉତ୍ତୋଳନ ପ୍ରକ୍ରିୟା ଏବଂ ଗବେଷଣା ଓ ବିକାଶ କାର୍ଯ୍ୟ ପରିଚାଳନା କରିବେ। ଏହା ଅଧୀନରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ଗବେଷଣା ଅନୁଷ୍ଠାନଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଗବେଷଣା ଓ ବିକାଶ ପାଇଁ ସୁଦୃଢ଼ କରିବା ସହ ସେଗୁଡ଼ିକର ବୈଷୟିକ କ୍ଷମତାକୁ ବୃଦ୍ଧି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଉଛି। ଗତକାଲି ନୂଆଦିଲ୍ଲୀରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ସମ୍ମିଳନୀ 2025କୁ ସମ୍ବୋଧିତ କରି ଶ୍ରୀ ଗୋୟଲ କହିଛନ୍ତି, ଯେଉଁ ଦେଶରେ ନିରପେକ୍ଷ ଚୁକ୍ତି ହୋଇଛି ସେହି ଦେଶଗୁଡ଼ିକ ସହିତ ଭାରତ ବାଣିଜ୍ୟିକ ସମ୍ପର୍କକୁ ବିସ୍ତାର କରୁଛି। ସେ କହିଛନ୍ତି, ସରକାର ଦେଶଗୁଡ଼ିକ ସହ ସମ୍ପର୍କ ସୁଦୃଢ଼ କରୁଛନ୍ତି ଯେଉଁଠାରେ ସନ୍ତୁଳିତ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ଭବ ହୋଇପାରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ମୁମ୍ବାଇରେ ଖାଦ୍ୟ ବ୍ୟବସାୟ ପାଇଁ ସ୍ଥାୟୀ ପ୍ୟାକେଜିଂ ଶୀର୍ଷକ ଏକ ଜାତୀୟ ଅଂଶୀଦାର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଯାଦବ ଖାଦ୍ୟଦ୍ରବ୍ୟର ସ୍ଥାୟୀ ପ୍ୟାକେଜିଂର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି। IPL କ୍ରିକେଟ୍ ଶୃଙ୍ଖଳାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 7:30ରେ ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ୱାକଫ୍ ସଂଶୋଧନ ଆଇନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ। ବିଶ୍ୱ ବାଣିଜ୍ୟ କାରବାର ଚଳିତ ବର୍ଷ ହ୍ରାସ ପାଇବା ନେଇ ବିଶ୍ୱ ବାଣିଜ୍ୟ ସଂଗଠନର ପୂର୍ବାନୁମାନ।
ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍ଜେଡି ଓ କଂଗ୍ରେସ ମହାମେଣ୍ଟର ଆଜି ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଚଳିତ ମାସ 21 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ସମ୍ବାଦ ଶେଷ ହେଲା।